ଥରେ ଗୋଟିଏ ପୁରୁଣା ଚର୍ଚ୍ଚ ଭିତରେ ଗୋଟିଏ ଛୋଟ ମହମବତୀ ଥିଲା। ଏହାକୁ ଅନ୍ୟ ମହମବତୀମାନଙ୍କ ପାଖରେ ରଖାଯାଇଥିଲା। ଦିନେ ରାତିରେ ଚର୍ଚ୍ଚ ଭିତରେ ଘୋର ଅନ୍ଧକାର ଛାଇଗଲେ। ସେହି ସମୟରେ ମହମବତୀକୁ କୁହାଗଲା, ଉଠ, ଏହି ଅନ୍ଧକାରକୁ ଦୂର କରିବା ପାଇଁ ତୁମକୁ ଜଳିବାକୁ ପଡ଼ିବ। ଛୋଟ ମହମବତୀଟି ଡରିଗଲା। ସେ କହିଲା, ମୁଁ କିପରି ଏତେ ବଡ଼ ଅନ୍ଧକାରକୁ ଦୂର କରିପାରିବି? ମୁଁ ଅତ୍ୟନ୍ତ ଛୋଟ। ମୋର ଆଲୋକ କ୍ଷଣସ୍ଥାୟୀ। ଯଦି ମୁଁ ଜଳେ, ମୁଁ ଶୀଘ୍ର ଶେଷ ହୋଇଯିବି ଏବଂ ମୋର ସତ୍ତା ଲୋପ ପାଇଯିବ। ତାପରେ ଗୋଟିଏ ଶାନ୍ତ ସ୍ୱର ଆସିଲା, କହିଲା, ତୁମେ ଏହାର ଆକାର ବିଷୟରେ ଚିନ୍ତା କର ନାହିଁ। ତୁମର କାର୍ଯ୍ୟ କେବଳ ଜଳିବ। ତୁମର ଛୋଟ ଆଲୋକର ଶକ୍ତିକୁ କେବେ ହେଲେ ହେୟ ଜ୍ଞାନ କର ନାହିଁ। ମନେ ରଖ, ଦୁନିଆର ସବୁଠାରୁ ଘୋର ଅନ୍ଧକାର ମଧ୍ୟ ଗୋଟିଏ ମହମବତୀର ଆଲୋକକୁ ଲିଭାଇ ପାରେ ନାହିଁ। ଏହି କଥା ଶୁଣି ମହମବତୀଟି ସାହସ କଲା। ତାର ସଳିତାରେ ନିଆଁ ଲଗାଇ ଦିଆଗଲା ଏବଂ ତାର ଛୋଟ ଆଲୋକ ଚାରିପାଖରେ ଥିବା ସବୁ ଅନ୍ଧକାରକୁ ଦୂର କରିଦେଲା। ଲୋକମାନେ ତାର ଆଲୋକରେ ରାସ୍ତା ଖୋଜି ପାଇଲେ। ମହମବତୀଟି ନିଜର ସତ୍ତା ହରାଇଲା ସତ, କିନ୍ତୁ ସେ ଜଳିବା ସମୟରେ ଶତାଧିକ ଆତ୍ମାକୁ ଆଶା ଓ ଆଲୋକ ପ୍ରଦାନ କରିଗଲା। ମୋର ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଏହି ଛୋଟ ମହମବତୀ ପରି। ଆମ ଜୀବନରେ ଏପରି ଅନେକ ସମୟ ଆସେ ଯେତେବେଳେ ଦୁଃଖ, ନିରାଶା ଏବଂ ବିଶ୍ୱାସର ଅଭାବ ରୂପକ ଘୋର ଅନ୍ଧକାର ଆମକୁ ଚାରିପଟୁ ଘେରିଯାଏ। ଆମେ ଭାବୁ ଯେ ଆମେ ବହୁତ ଛୋଟ, ଦୁର୍ବଳ ଏବଂ ଆମର ସମସ୍ୟା ବହୁତ ବଡ଼ ଏବଂ ଆମେ କିଛି କରିପାରିବା ନାହିଁ। କିନ୍ତୁ ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମକୁ ଏକ ଭିନ୍ନ କଥା ଶିକ୍ଷା ଦେଇଛନ୍ତି। ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟ 14 ଓ 16 ପଦରେ ଲେଖା ଅଛି, ତୁମେମାନେ ଜଗତର ଆଲୋକ। ପର୍ବତ ଉପରେ ଥିବା ନଗର ଲୁଚି ରହିପାରେ ନାହିଁ। କେହି ଦୀପ ଜାଳି ପାତ୍ର ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁକା ଉପରେ ରଖନ୍ତି। ତହିଁରେ ତାହା ଘରର ସମସ୍ତ ଲୋକଙ୍କୁ ଆଲୋକ ଦିଏ। ସେହିପରି ତୁମମାନଙ୍କ ଆଲୋକ ମନୁଷ୍ୟମାନଙ୍କ ସାକ୍ଷାତରେ ପ୍ରକାଶ ପାଅ, ଯେପରି ସେମାନେ ତୁମମାନଙ୍କର ସୁକର୍ମ ଦେଖି ସ୍ୱର୍ଗରେ ଥିବା ତୁମମାନଙ୍କ ପିତାଙ୍କର ମହିମା କୀର୍ତ୍ତନ କରନ୍ତି। ପ୍ରିୟ ବନ୍ଧୁଗଣ, ଏହି କାହାଣୀରୁ ଆମେ ଶିକ୍ଷା ପାଉ ଯେ ଆମେ ହେଉଛୁ ଜଗତର ଆଲୋକ। ଆମେ ଯେତେ ଛୋଟ ହେଲେ ବି ଆମ ଭିତରେ ପ୍ରଭୁଙ୍କର ଆଲୋକ ଅଛି। ପ୍ରଭୁ ଆମକୁ ଏହି ଜଗତରେ ଥିବା ଅନ୍ୟମାନଙ୍କୁ ପଥ ପ୍ରଦର୍ଶନ କରିବା ପାଇଁ ସୃଷ୍ଟି କରିଛନ୍ତି। ଆମର କାମ ହେଉଛି ଆମର ବିଶ୍ୱାସକୁ, ଦୟାକୁ ଏବଂ ଭଲ କାମକୁ ଲୁଚାଇ ନ ରଖି ପ୍ରକାଶ କରିବା। ଯେପରି ମହମବତୀ ନିଜର ବଳିଦାନ ଦେଇ ଆଲୋକ ଦିଏ, ସେହିପରି ଆମେ ଆମର ଜୀବନକୁ ଅନ୍ୟର ସେବାରେ ନିୟୋଜିତ କରିବା ଉଚିତ। ମନେ ରଖନ୍ତୁ, ଆପଣଙ୍କର ଗୋଟିଏ ଦୟାଳୁ ଶବ୍ଦ, ଗୋଟିଏ ଛୋଟ ସାହାଯ୍ୟ ବା କେବଳ ଈଶ୍ୱରଙ୍କ ଉପରେ ଆପଣଙ୍କର ଅତୁଟ ବିଶ୍ୱାସ, ଏସବୁ କେଉଁ ଏକ ନିରାଶ ବ୍ୟକ୍ତିର ଅନ୍ଧକାରମୟ ଜୀବନରେ ଆଶାର ଏକ ଶକ୍ତିଶାଳୀ ଆଲୋକ ସୃଷ୍ଟି କରିପାରେ। ଏଣୁ ଭୟ କର ନାହିଁ। ତୁମର ମହମବତୀକୁ ଜଳାଅ, ପ୍ରଭୁଙ୍କ ପାଇଁ ଆଲୋକିତ ହୁଅ।